ବାବାଙ୍କର ଦୀକ୍ଷିତ ହୋଇସାରିବା ପରେ ବାପ ପାଇଁ ପୁଅର କର୍ତ୍ତବ୍ୟ ଯେମିତି କିଛି ଅଛି, ସେଇଭଳି ଭାବରେ ଅଭୟପାଦ ସୃଷ୍ଟି ହେଲା ଦିନଠାରୁ ସେ ତାଙ୍କ ଗୁରୁଙ୍କ ପାଇଁ ତାର କର୍ତ୍ତବ୍ୟ କ'ଣ କି ତାର ପ୍ରଚାର ପ୍ରସାର ନିମନ୍ତେ ଅନେକ ବାଧାବିଘ୍ନ ଦେଇ ଗତି କଲେ ସୁଦ୍ଧା ତଥାପି ସେ ତାର କାର୍ଯ୍ୟକ୍ରମ ଜାରି ରହିଛି, କେବେ ସେ ବିରାମ ନେଇନି। ସେମିତି ବିଭୁ ବୈଭବ ବର୍ତ୍ତମାନ ସେ ଯେତେ ଆଧ୍ୟାତ୍ମିକ ଅନୁଷ୍ଠାନ ଅଛି ସମସ୍ତଙ୍କ ସହିତ ସଂଶ୍ଳିଷ୍ଟ ହେବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି। ଏହା କେମିତି ସମ୍ଭବ ହେବ ନା ଯେମିତି ଭାଗବତ ମୂଳଟି ହେଉଛି ଭାଗବତ, ଭାବ ଜ୍ଞାନ ବ୍ରହ୍ମ ତତ୍ତ୍ୱ ଏ ଚାରୋଟି ମିଶିଲେ ହେବ ଭାଗବତ, ଗୋଟିଏ କମିଗଲେ ଭାଗବତ ହେଇପାରିବ ନାହିଁ। ଯେମିତି ସେ ଠିକ୍ ସେମିତି ବିଭୁ ବୈଭବ, ବିଭୁ ହେଉଛନ୍ତି ପ୍ରଭୁ, ତାଙ୍କର ବୈଭବକୁ ବିବିଧତା ମାର୍ଗରେ କେମିତି ପ୍ରଚାର ପ୍ରସାର କରିବେ ଏଥିପାଇଁ ଅହରହ ପରିଶ୍ରମ କରୁଛନ୍ତି। ଆମେମାନେ ପରିଶ୍ରମ କରିବା ପାଇଁ ଆମକୁ ଟିକେ ଡର ଲାଗୁଛି, ଭିଡ଼ ଲାଗୁଛି, କାରଣ ଆମ ପାଖରେ ସମୟ ସ୍ୱଳ୍ପ। ସମୟ ବହୁତ ଅଛି, ଭଗବାନ ଦେଇଛନ୍ତି 24 ଘଣ୍ଟା ସମୟ। ଏଇ 24 ଘଣ୍ଟା ଭିତରେ ମଣିଷ ସବୁକିଛି କରିଦେଇପାରେ, ତାହେଲେ ଆମକୁ ସମୟ ଅଭାବ ଲାଗୁନି। ଏଇ 24 ଘଣ୍ଟା ଭିତରେ ଆମେ ଆମ ଗୁରୁଙ୍କ ପାଇଁ କିଛି କର୍ତ୍ତବ୍ୟ କରିବା କଥା। ତେଣୁକରି ଆଜିର ସମାଜରେ ବିଭୁ ବୈଭବର ଲକ୍ଷ୍ୟ ଯାହା ରହିଛି ଅଭୟପାଦର ଲକ୍ଷ୍ୟ ମଧ୍ୟ ଠିକ୍ ସେଇଆ ରହିଛି। ଏ ବର୍ଷ ଯେଉଁ ମହାମିଳନ ହେଲା ବାବାଙ୍କର ଅଭୟପାଦର 25ତମ ବାର୍ଷିକ ଉତ୍ସବ ରୌପ୍ୟ ଜୟନ୍ତୀ ଯେଉଁ ପାଳନ କରାଗଲା, ଏଥିରେ ସାମିଲ ହେଲେ କିଏ ସେ ନା ବିଭୁ ବୈଭବ। ଉଭୟଙ୍କର ଯେଉଁ ମିଳିତ ଭାବନା, ମିଳିତ ମହତ୍ଵ ଉଦ୍ଦେଶ୍ୟ, ତାଙ୍କର ଯେଉଁ ସୁନ୍ଦର ଚିନ୍ତାଧାରା ଆମ ଭିତରେ ଏକାଙ୍ଗୀ ଭାବେ ଜଡ଼ିତ ହୋଇଗଲେ, ଯାହାଫଳରେ କି ଆମ ଭିତରେ ସମ୍ପର୍କ ଖୁବ୍ ମଜବୁତ ହୋଇଗଲା। এই ମଜବୁତଟାକୁ କେମିତି ଆଗକୁ ନେବା, ଏଥିପାଇଁ ଆମ ପାଖରେ କୌଣସି କାଗଜପତ୍ର ନାହିଁ, ଆମର କୌଣସି ଫର୍ମ ନାହିଁ, କିଛି ନାହିଁ, ବହି ନାହିଁ ପାଠ କରିବା ପାଇଁ, କେବଳ ଯାହା ବାବାଙ୍କର ଭଜନ ପଢ଼ୁଛେ। ନା କେହି ଯଦି ରାଇଟର ଯଦି କିଛି ଲେଖିଲା ତାହେଲେ ଆମେ ତାକୁ ଟିକେ ଯଦି ପଢ଼ିଲେ ନହେଲେ ନାହିଁ। ସେମିତି ବିଭୁ ବୈଭବ ଅହରହ ଚେଷ୍ଟା କରି ଆପଣମାନଙ୍କ ଗାଥା, ଆପଣମାନଙ୍କର କଥା, ଆପଣମାନଙ୍କ ଗୁରୁଙ୍କର ବିଷୟବସ୍ତୁ ସମସ୍ତ ଜିନିଷକୁ ସେ ପ୍ରକାଶ କରିବା ପାଇଁ ଯେଉଁ ପ୍ରୟାସ ନେଇଛନ୍ତି, ଗୋଟିଏ ପତ୍ରିକା ବାହାରୁଛି ବିଭୁ ବୈଭବ। ଏହି ପତ୍ରିକାରେ ଓଡ଼ିଶାର ଯେତେ ଆଧ୍ୟାତ୍ମିକ ଚେତନା ଅଛି, ଯେତେ ଆଧ୍ୟାତ୍ମିକ ଚେତନାର ଅନୁଷ୍ଠାନ ଅଛି, ସମସ୍ତଙ୍କୁ ସେଥିରେ ଜଡ଼ିତ କରି ତାଙ୍କର ପ୍ରଚାର ପ୍ରସାର କରିବା ପାଇଁ ଯେଉଁ ମହତ୍ଵ ଉଦ୍ଦେଶ୍ୟ ନେଉଛନ୍ତି ବିଭୁ ବୈଭବ, ଆଜି ମୁଁ ତାଙ୍କୁ ଅନୁରୋଧ କରିବି, ଯାହା ହେଉ ଆମ ତ କୌଣସି କିଛି କାଗଜପତ୍ର ନାହିଁ କି ବହିପତ୍ର ନାହିଁ, ଆପଣ କିଛି ଆମକୁ ଦିଅନ୍ତୁ, ଆମର ପ୍ରକୃତ ଲକ୍ଷ୍ୟ କ'ଣ ବୁଝନ୍ତୁ ଏବଂ ଆମ ଗୁରୁ ଭାଇମାନଙ୍କଠୁ ଆମେ ସଂଗ୍ରହ କରିବା କାହାକୁ ଭଳି ଅନୁଭୂତି। ଏ ଯେଉଁ ଭାଇ ଏଇନେ କହିଲେ ବାଦ୍ୟ ଯିଏ ବଜାଉଥିଲେ, ସେ ଯେମିତି ତାଙ୍କର ଅନୁଭୂତି କଥା କହିଲେ, ସତ୍ୟଭାମା ଯେମିତି ତାଙ୍କ ଅନୁଭୂତି କହିଲେ, ମୁଁ ଯେମିତି ମୋ ଅନୁଭୂତି କଥା କହିଲି, ସେମିତି ବିଭୁ ବୈଭବ ତାଙ୍କ ଅନୁଭୂତି ଯେମିତି ସିଏ ବଖାଣିଲେ, ଏହାକୁ ଯଦି ଆମେ ଗୋଟେ ମିଳନ କରେଇଦେବା, ଏ ଗୋଟେ ମହା ହେବ। ବିନ୍ଦୁ ଗୋଟିଏ ଜଳ ବିନ୍ଦୁ ଜଳ ପଡ଼ି ପଡ଼ି ଆଜି ଯେମିତି ମହାସିନ୍ଧୁ ହେଇଛି, ସମୁଦ୍ର ହେଇଛି, ସେଇଭଳି ଭାବରେ ଅଭୟପାଦ, ବିଭୁ ବୈଭବ ତଥା ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନ ମାନେ ଏକତ୍ରିତ ହେଲେ ଆମେ ଭଗବାନଙ୍କର ନାମ ଗାନ ଗୁଣ କୀର୍ତ୍ତନ କରିପାରିବା, ଗୁରୁଙ୍କର ନାମ ଗାନ ଗୁଣ କୀର୍ତ୍ତନ କରିପାରିବା। ଯାହା ହଉ, ଧନ୍ୟବାଦ। ଆମ